ଡାବୁଗାଁ ଅଞ୍ଚଳରେ 3 ଦିନ ହେଲା ପଡ଼ିଛି ଶୀତର ପ୍ରକୋପ। ପାରଦ ହଠାତ୍ ତଳମୁହାଁ ହେବା ଆରମ୍ଭ କରିଛି। ଆଗାମୀ ଦିନରେ ଶୀତ ଆହୁରି ବଢ଼ିବା ସୂଚନା ମିଳିଛି। ଶୀତ ବଢ଼ିବା ଯୋଗୁଁ ଲୋକମାନେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଲଗାଇ ପାଖରେ ବସିଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଅନେକ ଲୋକ ଘରୁ ପଦାକୁ ବାହାରୁ ନାହାନ୍ତି। କିଛି ଲୋକ ଶୀତକୁ ଉପଭୋଗ କରୁଛନ୍ତି। ମୁଖ୍ୟତଃ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ସକାଳୁ ସକାଳୁ ବ୍ୟାୟାମ କରୁଥିବା ଦେଖିବାକୁ ମିଳୁଛି। ପଡ଼ିଆ ଓ ଖୋଲା ସ୍ଥାନମାନଙ୍କରେ ନିଜକୁ ଫିଟ୍ ଆଉ ଗରମ ରଖିବାକୁ ବିଭିନ୍ନ ବ୍ୟାୟାମ ମଧ୍ୟ କରୁଛନ୍ତି। ନବରଙ୍ଗପୁର ଜିଲ୍ଲାକୁ ସାଧାରଣତଃ ନଭେମ୍ବର ମାସରୁ ଶୀତ ଆରମ୍ଭ ହୋଇଥାଏ। ପ୍ରାୟତଃ ପ୍ରତିବର୍ଷ ଏହି ଅଞ୍ଚଳରେ ଡିସେମ୍ବର 15 ଠାରୁ ଜାନୁଆରୀ 15 ବା ଶେଷ ଯାଏ ପ୍ରବଳ ଶୀତ ଅନୁଭୂତ ହୋଇଥାଏ। ବର୍ତ୍ତମାନ ଶୀତ ଆରମ୍ଭ ହୋଇଛି। ଆଗକୁ ଆହୁରି ତାପମାତ୍ରା କମିବା ସହ ଆହୁରି ଅଧିକ ଶୀତ ହେବା ଆଶଙ୍କା ରହିଛି। ନବରଙ୍ଗପୁରରୁ ମିହିର ଶଙ୍କର ପାତ୍ରଙ୍କ ରିପୋର୍ଟ, ସ୍ୱସ୍ତିକ ନ୍ୟୁଜ୍। ଗତକାଲି ରାୟଗଡ଼ା ଚନ୍ଦନପୁରଠାରେ କଳସ ପୂଜା ଓ ବେଦବନ୍ଦନା ସହିତ ପ୍ରାୟ 7:30ରୁ ଚନ୍ଦ୍ରପୁର ପରିକ୍ରମା ପରେ ବ୍ଲକ ଅଫିସ ନିକଟସ୍ଥ ପଡ଼ିଆଠାରେ ରାୟଗଡ଼ା ଜିଲ୍ଲାର ଲୋକକଳା ଓ ଗଣପର୍ବ ବ୍ଲକସ୍ତରୀୟ ଚୈତି ମହୋତ୍ସବ 2024ର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଗୁଣପୁର ମାନ୍ୟବର ବିଧାୟକ, ଚନ୍ଦ୍ରପୁର ବ୍ଲକ ଉନ୍ନୟନ ଅଧିକାରୀ ତଥା ଅନ୍ୟାନ୍ୟ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।